ଯେତେବେଳେ ଚାହିଁବେ ସେ ମହିଳା ତୁମକୁ ଦବ। ମିଳନ ପାଇଁ ରାତିଦିନ ରୁମ୍କୁ ଡାକିବ। କେବଳ 3 ଥର ତା'ର ନାମ କହି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ମହିଳା 5 ମିନିଟ୍ରେ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବା ପାଇଁ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବା ପାଇଁ, ତା'ଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ନାରୀ ପାଇଁ ଆପଣ ଏହି ବଶୀକରଣ କରିଦେବେ, ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଆପଣଙ୍କର ସବୁ କଥା ମାନିବ। ଯାହା ଚାହିଁବେ ତାହା କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ହଁ ଫ୍ରେଣ୍ଡସ୍, ଯଦି ଆପଣ କେଉଁ ଝିଅ ବା ବିବାହିତା ନାରୀକୁ ମନେ ମନେ ଭଲ ପାଉଛନ୍ତି, କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସିଏ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିଦିଅନ୍ତୁ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ମାତ୍ର ଥରେ ଯେଉଁ ଝିଅ ବା ନାରୀ ଉପରେ ଏହି ବଶୀକରଣ ଗୋଟିଏ ଥର ପ୍ରୟୋଗ କରିଦେବେ, ସେ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ନ ଦେଖି ରହିପାରିବନି। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମୋ କଥା ମାନି ଆଜି 3ଟି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ। ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାକୁ ପଟେଇ ତା'ଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ହଁ ଫ୍ରେଣ୍ଡସ୍, ଠିକ୍ ଶୁଣିଲେ, ସିଏ ଆପଣଙ୍କୁ କୌଣସି ପ୍ରକାର ବାଧା ଦେବ ନାହିଁ। ଯାହା ଚାହିଁବେ ତାହା କରିବ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ। ତେବେ ଏହି ବଶୀକରଣ ବିଧି ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ମୋର ଆପଣମାନଙ୍କୁ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖିବେ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ ଆପଣ କହିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୋର ଆପଣମାନଙ୍କୁ ସବୁବେଳେ ଗୋଟିଏ ଅନୁରୋଧ କି ଆପଣ ଭିଡ଼ିଓକୁ ପୁରା ଧ୍ୟାନ ସହିତ ମୂଳରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ପ୍ରୟୋଗ ବିଧିକୁ ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯାହାକୁ ଚାହିଁବେ ତାକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। କାହିଁକି ନା ଏହି ବଶୀକରଣକୁ ପ୍ରୟୋଗ କରି ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ମାତ୍ର ଗୋଟିଏ ଥରରେ ନିଜ ପ୍ରେମକୁ ଫେରି ପାଇଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ଫେରି ପାଇଛି। ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ଘରେ ବସି ବସି ଏହି ବଶୀକରଣ ଅତି ସହଜରେ କରିପାରିବେ। ଆଉ ନିଜ ପସନ୍ଦର ସୁନ୍ଦରୀ ଝିଅକୁ ମୁହୂର୍ତ୍ତକ ଭିତରେ ପଟେଇ ପାରିବେ। ମୋର ବିଶ୍ୱାସ କି ଆପଣ ଅତି ସହଜରେ ଏହି ବଶୀକରଣ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। କେଉଁ ବି କୁଆଁରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ପ୍ରୟୋଗ କରିବେନି। କାହିଁକି ନା 3ଟି ଲବଙ୍ଗର ଏହି ବଶୀକରଣ ଏତେ ଶକ୍ତିଶାଳୀ କି ମହାଶକ୍ତିଶାଳୀ ବଶୀକରଣ। ଯିଏ ବି ଏହାକୁ କରିଛି ସଫଳ ହେଇଛି। ଆପଣ ବି ମୋ କଥା ମାନି ଗୋଟିଏ ଥର କରିକି ଦେଖନ୍ତୁ। ତାପରେ ଦେଖିବେ କିପରି ସେହି ସମୟଠାରୁ ସୁନ୍ଦରୀ ଝିଅ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ସୁନ୍ଦରୀ
पड़िशा घर भाउज हाथ धरिकी घर को डाकिब जहाँ चाहिए ताहा करिब निजे आसिब आपणक सहित कथा हेब आपण को भल पाउची बोली कहिब। तेबे एही विधि को जानिबा पूर्वरु मोर आपण मानकु गोटे छोटिया अनुरोध शुणी नियंतु। आमर भिडियोर कमेंट रे बहुत लोक माने फेक लोक माने कमेंट करुछंती मोबाइल नंबर देउछंती बशीकरण करिवे कहिकी हजार हजार टंका ठकी नेउछंती। सेमाने एते मात्रा रे कमेंट करुछंती कि आपणकर कमेंट ता भितरे हजि जाउची आउ आमे आपणको रिप्लाय करि पारुनु। एथिपई आपण आमको क्षमा करिवे आउ कमेंट बॉक्स रे दिया जाउथिबा फेक मेसेज आ मोबाइल नंबर रो रिप्लाय दियंतु नाही काहेकि ना सेमाने बशीकरण करिवे कहिकी आपणकर पैसा ठकी नेबे। तेणु मोर आपण मानकु अनुरोध कि आपण वीडियो देखंतु निजे चेष्टा करंतु किंतु एही सब ठकामीरु दूरे रुहंतु। ठीक अछि आमर बहुत सारा दर्शक बंधु माने अछंती जेउ माने आमको कहउछंती कि गुरुजी आपण आमर काम करि दियंतु आपण जेते पैसा मागिबे आमे देबु हजार हजार टंका जाचुछंती। देखंतु यूट्यूब रे आपनको एमिति अनेक चैनल मिल जिवो जेउ माने मोबाइल नंबर देउछंती ताबिज बिकुछंती बशीकरण करिवे कहिकी हजार हजार टंका ठकी नेउछंती। किंतु आमर एही चैनल रे आपणक पई फ्री रे बशीकरण वीडियो अपलोड करा जाउची जहाकू आपणकर सुविधा पई अपलोड करा जाउची जहाकू आपण घरे बसी बसी करि परिबे। तेबे आपण पैसा कोन पई खर्च करिवे आपण वीडियो देखंतु निजे चेष्टा करंतु तेबे जाय कि आपण 100 रु 100% सफल हेबे। जदि गोटिए थर रे सफल हेई पारु नांती द्वितीय थर चेष्टा करंतु निहाती भाबे सफल हेबे। ठीक अछि तेबे बशीकरण करिबा पूर्वरु बशीकरण विषय रे किछि जानि रखंतु। बशीकरणर माने हेउची सामना बाला को निज बसरे करिबा तार दिमाग रे निजर भावना को पहुंचेबा। तेबे बशीकरण कोन पई करा जाय जेतेबेले आपण काहाकू निज ठारू अधिक भल पाउचंती किंतु जेते चेष्टा कले मध्य ताकू पटेई पारुनांती ता बिना बंची पारिबेनी भाबुचंती सेतेबेले आपण बशीकरण करि पारिबे। किंबा जदि केउ लोक बिना कारण रे आपण को हैरान करूची आपणकर घर परिवार उपरे खराब नजर पकाउची एही परी परिस्थिति रे आपण बशीकरण करि पारिबे। काहेकि ना केते थर एमिति हेइथाय कि आमर शत्रु पैसा रे आउ शक्ति रे आमठारू बलवान हेइथाय आउ आमे चाहिकी भी तार किछि करि पारु नाहु। एही परी परिस्थिति रे आपण बशीकरण करि पारिबे निज शत्रु को हाथ मुठारे रखि पारिबे सुंदरी झियो को मुहूर्तक भितरे पटेई पारिबे। एथिपई आजिर एही भिडियोटी रे मु आपणक पई आमर तंत्र शास्त्ररू एमिति एक सहज घरेई बशीकरण नहीं आसीची जहाकू प्रयोग करी आपण निज पसंदर केउ भी झियो बा विवाहिता नारी को मुहूर्तक भितरे पटेई पारिबे ताठारू मन चाहुथिबा काम हासिल करि पारिबे। सीए आपणक प्रेम रे एमिति दीवानी हेई जिवो कि राति दिन आपणक कथा भाबिबो टाणी होई आपणक पाखकू आसीबो आपणकर सबु इच्छा पूर्ण करिबो। मन रखंतु मंत्र तंत्र जंत्र बशीकरण ये एमिति सेमिति काम करेनी मनरे संपूर्ण विश्वास निष्ठा आउ एकाग्रतार सहित आपणको एही बशीकरण विधि करिबाको पड़िबो। तेबे जाई मु आपणको ग्यारंटी देउची आपण जाहाकू चाहिबे ताकू मुहूर्तक भितरे पटेई पारिबे। तेणु जदि आपण एही बशीकरण करिबाको चाहुचंती से झियो बा नारी को पटेइबाको चाहुचंती ताठारू निजर मन मुताबक काम हासिल करिबाको चाहुचंती तेणु मोर आपण मानकु अनुरोध कि आपण वीडियोटी को पूरा ध्यान सहित शेष पर्यंत देखिबे। मन रखंतु एही बशीकरण करिबा पई आपणको केवल 3टी लवंग आवश्यक। हाँ फ्रेंड्स केवल 3टी लवंगर साहाय्य रे आपण झियो पटेई पारिबे। प्रथमे आपण कोन करिवे 3टी लवंग नेकी कोनोसी एक सुनसान जगह को जिबे जेउठारे आपणको केही देखिबेनी किंबा अधारू डाकिबेनी। तापरे से 3टी लवंग को तले माटी उपरे रखिबे। तापरे सेही झियो बा महिलार नाम 3 थर कहिबे। 3 थर झियो बा महिलार नाम कहि सारिबा परे आपण
ଏହି ଶବ୍ଦକୁ 3 ଥର ପଢ଼ିଦେବେ। ତାସିନ୍ ତାସିନ୍ ମର୍ତାସିନ୍ ଏହି 3ଟି ଶବ୍ଦକୁ 3 ଥର ପଢ଼ିଦେବେ। 3 ଥର ଝିଅ ବା ମହିଳାର ନାମ କହିସାରିବା ପରେ ଆପଣ ଏହି ଶବ୍ଦକୁ 3 ଥର ପଢ଼ିଦେବେ। ତାସିନ୍ ତାସିନ୍ ମର୍ତାସିନ୍ ଏହି 3ଟି ଶବ୍ଦକୁ ଏହିପରି 3 ଥର ପଢ଼ିଦେବେ। 3 ଥର ଏହି ଶବ୍ଦକୁ ପଢ଼ି ସାରିବା ପରେ ଆପଣ କ'ଣ କରିବେ, ସାଙ୍ଗେ ସାଙ୍ଗେ ସେ 3ଟି ଲବଙ୍ଗ ଉପରେ ପରିସ୍ରା କରିଦେବେ। ମନେ ରଖନ୍ତୁ, ଆଖି ବନ୍ଦ କରିକି ପରିସ୍ରା କରିବେ। ପରିସ୍ରା କରିସାରିବା ପରେ ଆପଣ ଚୁପଚାପ ଘରକୁ ଫେରି ଆସିବେ। ଗ୍ୟାରେଣ୍ଟି ଦେଉଛି, ଏତିକି କରିକି ଦେଖନ୍ତୁ, କେବଳ 10 ମିନିଟ୍ରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ପ୍ରେମରେ ଦିବାନୀ ହୋଇଯିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।